ଦେଖନ୍ତୁ 2024 ପାଇଁ ଏଇଟା ସୁକିନ୍ଦା କଂଗ୍ରେସ ପାଇଁ ଗୋଟେ ଚ୍ୟାଲେଞ୍ଜ। ଆଉ ଏଇ ଚ୍ୟାଲେଞ୍ଜକୁ ଆମେ ସ୍ୱୀକାର କରିଛୁ। ଆଉ ଯୋଉଟା ବର୍ତ୍ତମାନ ଏବେ ଶରଦ ବାବୁ କହିଲେ ଯେ ଦଳ ଯାହା ତାର ଡିସିସନ ଦବ ସେଟାକୁ ଆମେ ମାନିବୁ। ଆଉ ଶରଦ ବାବୁ ନିଶ୍ଚିତ ଭାବରେ ସେ ବର୍ତ୍ତମାନ ଦୃଢ ନିଶ୍ଚିତ ନେଇଛନ୍ତି ଯଦି ତାଙ୍କୁ ସୁଯୋଗ ଦିଆଯାଏ କଂଗ୍ରେସ ପୁଣି ଦଳ ପାର୍ଟି ହାଇକମାଣ୍ଡ କହିବେ ଛିଡା ହେବା ପାଇଁ ତ ସେ ଷ୍ଟାଣ୍ଡ କରୁଛନ୍ତି ଆମେ ତାଙ୍କ ସାଙ୍ଗରେ ଅଛୁ। ଆଉ ଜିତେଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା ଯାହା ଆମେ ଜାରି ରଖିଛୁ କଣ୍ଟିନ୍ୟୁ କରିବୁ। ଏବଂ ତାପରେ ଯଦି ସତ ପାର୍ଟି ହାଇକମାଣ୍ଡ ଚିନ୍ତା କରିବେ ଯଦି ନୂଆ ପ୍ରାର୍ଥୀ କିଛି ଦେବା ପାଇଁ ସେଟା ମାନେ ହାଇକମାଣ୍ଡ ନିର୍ଭର କରୁଛି ଯାହା ଡିସିସନ ନେବେ ଆମେ ତାକୁ ନେଇକି କାର୍ଯ୍ୟକାରୀ କରିବୁ। ଦେଖନ୍ତୁ ଏଇ ଯୋଉ ଭାରତୀୟ ଜନତା ପାର୍ଟି ଯୋଉ ଗୁଡା ଖାଲି ଭାଷଣବାଜିରେ ଯୋଉ ଗ୍ୟାରେଣ୍ଟି ଚାଲିଛି ସେ ଭାଷଣବାଜି ଗ୍ୟାରେଣ୍ଟି ଆପଣ 2014 ଶୁଣିଥିବେ ଯେ ସେ ଜୁମଲାରେ ଯାଇଛି। ଆଉ 19ରେ ବି ସେୟା ହେଇଛି। 24ରେ ବି ଯୋଉ ଭାଷଣ ଦଉଛନ୍ତି ଯୋଉଟା ଗ୍ୟାରେଣ୍ଟି ଦଉଛନ୍ତି ସେଟା ବି ସେ ଜୁମଲାରେ ହିଁ ଯିବ। ସେଥିପାଇଁ କି ରାହୁଲ ଗାନ୍ଧୀ ଏଟାକୁ ଡିସିସନ ନେଇଛନ୍ତି ଆମ ଗ୍ୟାରେଣ୍ଟିଟା ବାକାୟଦା କାଗଜ ପତ୍ର ଉପରେ ଲେଖାଯିବ। ଆଉ ସେ କାଗଜ ପ୍ରତ୍ୟେକ ଘରେ ଘରେ ବୁଥ ୱାଇଜ ପ୍ରତ୍ୟେକ ଘରେ ବଣ୍ଟା ହବ ଏବଂ ଗ୍ୟାରେଣ୍ଟି କି ଆମେ ଲୋକଙ୍କୁ ବୁଝେଇବୁ ଯେ ଏଇ 9ଟି ଗ୍ୟାରେଣ୍ଟି ଯୋଉଟା ସର୍ତ୍ତ ରହିଛି ସେଟା ନିଶ୍ଚିତ ଭାବରେ ସତ ହବ। ତେଣୁ ନିଶ୍ଚିତ ଭାବେ ଏଥର ଭରସା ରଖିବେ ଏବଂ ବହୁତ କମ ଦିନ ଅଛି 34 ବର୍ଷ ବନାମ 34 ଦିନ ଆମେ 34 ମିନିଟରେ ଲୋକଙ୍କୁ ଚେଷ୍ଟା କରିବା ଆମେ ତାଙ୍କୁ ତାଙ୍କ ହୃଦୟରେ ଜିତିବା ପାଇଁ କଂଗ୍ରେସ ପାର୍ଟି ପୁଣି ସୁକିନ୍ଦାକୁ ଜିତିବା ପାଇଁ। ଦେଖନ୍ତୁ ଯୋଉ ପ୍ରକାର ଖଣି ଏଠି ଖଣି ହରିଲୁଟ ହେଇଛି ଯୋଉ ପ୍ରକାର ଏଠି ପାଣି ହରିଲୁଟ ହେଇଛି ଯୋଉ ପ୍ରକାର ଏଠି ପ୍ରଦୂଷଣ ଭୟଙ୍କର ପ୍ରଦୂଷଣ ଏଠି ହେଇଛି ଯୋଉ ପ୍ରକାର ଶିକ୍ଷାର ଅଭାବ ଯୋଉ ପ୍ରକାର ସ୍ୱାସ୍ଥ୍ୟର ଅଭାବ ଏବଂ ମଦ ମାଂସ ଏଠି ତ ପୁରା ଆପଣ ଦେଖୁଥିବେ ଉଡୁଛି। ତେଣୁ ୟାକୁ ଆମେ ଫେସ୍ କରିବାକୁ ଚାହୁଁଛୁ ଯେ ଏଇ ଯୋଉ ଜୁମଲା ଯେମିତି ଭାରତୀୟ ଜନତା ପାର୍ଟି ଦଉଥିଲା ଏବଂ ବିଜୁ ଜନତା ତାଙ୍କ ସହ ସାଲିସ ହେଇଛି ଏ ଜୁମଲା ଭିତରେ ନ ଆସିକିରି କଂଗ୍ରେସର 9ଟି ସର୍ତ୍ତକୁ ବିଶ୍ୱାସ କରନ୍ତୁ ଏବଂ ଏଇ ଯୋଉ ଖଣି ଖାଦାନ ଯୋଉ ପ୍ରକାର ହରିଲୁଟ କରିକି ଲକ୍ଷ ଲକ୍ଷ କୋଟି ଟଙ୍କା ହରିଲୁଟ କରିଛନ୍ତି ସେଥିପାଇଁ ଏମାନେ ତାର ଜବାବ ସରକାରକୁ ମାଗିବେ ଏବଂ ବିଜୁ ଜନତା ଦଳକୁ ମାଗିବେ। ଆଉ ସେଣ୍ଟ୍ରାଲ ଯୋଉ ଗଭର୍ଣ୍ଣମେଣ୍ଟ ଅଛି ତାଙ୍କ ଅଣ୍ଡରରେ ବି ମାଇନିଂ ଡିପାର୍ଟମେଣ୍ଟ ଅଛି ତାକୁ ବି ଆମେ ଜବାବ ମାଗିବୁ। କାରଣ ଆମର ଡିଏମ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଅଛି ସେ ପଇସା ଆପଣ ଡିଷ୍ଟ୍ରିକ୍ଟ ଆମେ ଜାଣିଥିବେ ଅନ୍ୟ ସାରା ଓଡିଶାରେ ଖର୍ଚ୍ଚ ହଉଛି ଅନ୍ୟ କନଷ୍ଟିଚ୍ୟୁଏନ୍ସିରେ ଖର୍ଚ୍ଚ ହଉଛି କିନ୍ତୁ ସୁକିନ୍ଦାର ଟଙ୍କାଟେ ନାହିଁ। ତେଣୁ ଏସବୁ ଜିନିଷକୁ ଆମେ ଏଜେଣ୍ଡା କରିକି ନେଇକି ଯାଉଛୁ 2024। ତେଣୁ ନିଶ୍ଚିତ ଆମେ ସକ୍ସେସଫୁଲ ହବୁ। ଦେଖନ୍ତୁ କଂଗ୍ରେସ ଦଳ ସର୍ବଦା ପ୍ରସ୍ତୁତ ଥାଏ ନିର୍ବାଚନ ଲଢ଼ିବାକୁ। ଏ ଦଳ ହେଉଛି ଦେଶ ସ୍ୱାଧୀନ କରିଛି ଯେଉଁ ଦଳ ଲୌହଲୁହାଣ ଦଳ। କଂଗ୍ରେସ ସର୍ବଦା ପ୍ରସ୍ତୁତ ଅଛି। 24 ନିର୍ବାଚନ ପାଇଁ ଆମେ ଜାଣିଛୁ ଆଗାମୀ ଦିନରେ ନିର୍ବାଚନ ହବ ଏବଂ କଂଗ୍ରେସ ସବୁବେଳେ ପ୍ରସ୍ତୁତ ଅଛି। ଏଥିରେ କିଛି ତିଳମାତ୍ର ସନ୍ଦେହ ନାହିଁ। କେତେ ଆଶା ଅଛି 24 ନିର୍ବାଚନରେ ଦଳ କିଭଳି ଭାବରେ ପ୍ରଦର୍ଶନ ଦଳ ତାର ଚିରାଚରିତ ଭାବରେ ଲଢ଼େଇ କରିବ ଏବଂ ଏଇଟା ଆପଣ ଜାଣିଛନ୍ତି ଜାତୀୟ ସ୍ତର ଦଳ ରାଜ୍ୟ କଂଗ୍ରେସ ତରଫରୁ ଟିକେଟ ଯାହାକୁ ମିଳିବ ଆମେ ତା ପଛରେ ରହିବୁ। ଶରତ ଆମ ପ୍ରିୟ ନେତା ସିଏ ଟିକେଟ ପାଆନ୍ତୁ କିମ୍ବା ସିଏ ତାଙ୍କ ସୁପାରିଶ କ୍ରମେ ଯାହାକୁ ବି ଟିକେଟ ଦିଆଯିବ ଦଳ ତରଫରୁ ଆମେ ସମସ୍ତେ ତାଙ୍କ ସାଙ୍ଗରେ ରହିବୁ। ନାଇଁ ଯେତେବେଳେ ଆମର ପ୍ରିୟ ନେତା ଶରତ ରାଉତ ବାରମ୍ବାର 19 ନିର୍ବାଚନ ବିପର୍ଯ୍ୟୟ ପରେ ମନା କଲେ ତାଙ୍କୁ କଷ୍ଟ ହେଲା ତାଙ୍କ ମାନସିକ ଆଘାତ ଲାଗିଲା ସେ ଏବେ ବି ଅଟଳ ଅଛନ୍ତି ନିର୍ବାଚନ ନ ଲଢ଼ିବା ପାଇଁ। ଏବଂ କଂଗ୍ରେସ ଦଳ ଗୋଟେ ନୂଆ ସିଷ୍ଟମ ଆପ୍ଲାଏ କଲା ପ୍ରଗମନ ଗୋଟେ ଆପ୍ରେ ତେଣୁ ମୁଁ ମଧ୍ୟ ଟିକେଟ ପାଇଁ ଆପ୍ଲାଏ କରିଛି କଂଗ୍ରେସ ଦଳରୁ। ଆମେ 25-26 ଜଣ ଆପ୍ଲାଏ କରିଛୁ। ଆମ ଭିତରେ କଂଗ୍ରେସ ଦଳରୁ 12-13 ଜଣ ସର୍ଟ ଲିଷ୍ଟ ଆମେ ହେଇଛୁ। 13 ଜଣ ଭିତରୁ ଆମେ 4-5 ଜଣ ସର୍ଟ ଲିଷ୍ଟରେ ଅଛୁ। କାରଣ ମୁଁ ଛାତ୍ର କଂଗ୍ରେସ ରାଜନୀତି ଆରମ୍ଭ କରିଛି। ବ୍ୟାସନଗର ଛାତ୍ର ବ୍ୟାସନଗର କଲେଜରେ ମୁଁ ଛାତ୍ର କଂଗ୍ରେସ ସଭାପତି ଭାବରେ ନିର୍ବାଚନ ଲଢ଼ିକି ମୋ ଛାତ୍ର ଜୀବନ ଆରମ୍ଭ କରିଛି। ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଏବେ ମଧ୍ୟ ଜିଲ୍ଲା କଂଗ୍ରେସରେ ମୁଁ କର୍ମକର୍ତ୍ତା ଅଛି। ଦୀର୍ଘଦିନ ଧରି ମୋ ରାଜନୀତି କରିଛି। ତେଣୁ ମୁଁ ମଧ୍ୟ ଆଶାୟୀ ଅଛି କିନ୍ତୁ ଦଳର ଶୃଙ୍ଖଳା ଭିତରେ ମୁଁ ନିଶ୍ଚିତ ଭାବରେ ରହିବି ବୋଲି ପ୍ରତିଶ୍ରୁତି ଦେଉଛି। ନିର୍ବାଚନ ପ୍ରଚାର ଘୋଷଣା ତାରିଖ ଘୋଷଣା ହେବା ପୂର୍ବରୁ କଂଗ୍ରେସର ସୁକିନ୍ଦାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି ଗତକାଲିଠାରୁ ଏବଂ ଏ ପ୍ରଚାର ଅଭିଯାନକୁ ବ୍ୟାପକ କରାହବ। ବିଜେପି ବିଜେଡି ସରକାର ଗୋଟିଏ ସରକାର ରାଜ୍ୟରେ ଅଛି ଗୋଟିଏ ସରକାର କେନ୍ଦ୍ରରେ ଅଛି। ଗୋଟିଏ ହେଲା ପୀଡ଼ାଦାୟକ ଆଉ ଗୋଟିଏ ହେଲା ହାନିକାରକ ଏବଂ ଉଭୟ ସରକାରକୁ କିଭଳି ଭାବରେ ଆମେ ଉପଯୁକ୍ତ ଜବାବ ଦେଇପାରିବୁ ନିର୍ବାଚନରେ ପରାସ୍ତ କରିପାରିବୁ ପାର୍ଲାମେଣ୍ଟ ନିର୍ବାଚନରେ ଏବଂ ଆସେମ୍ବଲି ନିର୍ବାଚନରେ ବିଧାନସଭା ନିର୍ବାଚନରେ ସେଥିପାଇଁ ଆମର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଚାର ଅଭିଯାନ ଆମେ ଆରମ୍ଭ କରିଛୁ। ଲୋକଙ୍କ ପାଖକୁ ଯିବୁ ଲୋକଙ୍କୁ ବୁଝେଇବୁ ଲୋକଙ୍କୁ ସଚେତନ କରିବୁ ଏବଂ ଆମେ ଲୋକଙ୍କ ଆଶୀର୍ବାଦ ନେଇକି ସହଯୋଗ ନେଇକି କଂଗ୍ରେସକୁ ସୁକିନ୍ଦାରେ ଅନ୍ତତଃ ଆମେ ନିଶ୍ଚିତ ଭାବରେ ଜୟଯୁକ୍ତ କରାଇବୁ। ଓଡ଼ିଶାରେ ସରକାର ହବ କେନ୍ଦ୍ରରେ ମଧ୍ୟ କଂଗ୍ରେସ ସରକାର ହବ। ସବୁବେଳେ ଶରତ ରାଉତ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କିଛି ଅଛି ମୁଁ ସେଥିପାଇଁ କହିଛି। ବହୁତ ସାମ୍ବାଦିକ ବନ୍ଧୁ ପଚାରିଛନ୍ତି ଏ ପ୍ରଶ୍ନ
ମୁଁ କହିଛି ପ୍ରାର୍ଥୀ ହେବା ପାଇଁ ମୁଁ ପାର୍ଲାମେଣ୍ଟକୁ ଯିବା ପାଇଁ ଚାହୁଁଛି, ପାର୍ଲାମେଣ୍ଟ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛି। କିନ୍ତୁ ଯଦି ଦଳ ନିଷ୍ପତ୍ତି କରିବ ଶରତ ରାଉତ ବିଧାନସଭାରେ ଲଢ଼ନ୍ତୁ, ସୁକିନ୍ଦାରୁ ଲଢ଼ନ୍ତୁ, ତାହେଲେ ମୁଁ ଦଳୀୟ ନିଷ୍ପତ୍ତିକି ମାନି ନେବି।